ତମ ରଙ୍ଗ କଳା, ଭାରତୀୟ ଲୋକମାନଙ୍କର ରଙ୍ଗ କଳା ଏବଂ ଆଫ୍ରିକାନ ଲୋକମାନଙ୍କର ରଙ୍ଗ କଳା। ଏବଂ ହେ ବଳଭଦ୍ର, ତମେ ହେଲ ସେଇ ଧଳା କଲର ଧଳା ରଙ୍ଗର, ଗୋରା ମାନଙ୍କର ରଙ୍ଗ ହେଲା ସେଇଭଳି ଧଳା। ଏବଂ ହେ ମା ସୁଭଦ୍ରା, ତମେ ହେଲ ହଳଦିଆ ରଙ୍ଗର, ହଳଦୀ ବର୍ଣ୍ଣା ସୁଭଦ୍ରା, ସୁଅର୍ଥ ଉତ୍ତମା ଯିଏ ଭଦ୍ରା। ତେଣୁ ଓଡିଆ ଜାତି, ଓଡିଆ ମା ମାନେ ସବୁଠୁ ଭଦ୍ରା ପୃଥିବୀରେ। ଏଭଳି ଏକ ଜାତି ଆଉ ଦୁର୍ଲଭ, ତାର ଦେବତା ହେଲା ଜଗତରନାଥ ଜଗନ୍ନାଥ। ତେଣୁ ଆଉଥରେ ଜଗନ୍ନାଥଙ୍କ ଉପରେ ଟିକେ ପଚାରିଥାନ୍ତି, ଏ ଜଗନ୍ନାଥଙ୍କ ସହିତ ଆପଣଙ୍କର କିଛି ପ୍ରତ୍ୟକ୍ଷ କିଛି ଅନୁଭୂତି ଅଛି କି? ନିଶ୍ଚିତ, ତାର ପ୍ରମାଣ ହେଲା ଜଗନ୍ନାଥଙ୍କର ହାତ ନାହିଁ, ତାକୁ ଆମେ କହୁ ବଜ୍ରବାହୁ, ପାଦ ନାହିଁ କହୁ ପଦ୍ମ ପାଦ। ଖୋର୍ଦ୍ଧା ଜାଉଳିପଟଣାରେ ଯୋଉ ଜଗନ୍ନାଥ ଠିଆ ହେଇଛନ୍ତି, ହାତ ଅଛି ପାଦ ଅଛି, ତେଣୁ ପୂର୍ଣ୍ଣ ପାଦ ପାଣି ବିଗ୍ରହ, ଏଉଟା କି ଜଗନ୍ନାଥର ପୂର୍ଣ୍ଣ ଅବୟବ ଖୋର୍ଦ୍ଧାରେ ଦେଖିବାକୁ ମିଳେ। ଆପଣଙ୍କର ଆପଣଙ୍କର କଣ ଅନୁଭୂତି ଅଛି ଜଗନ୍ନାଥ? ମୋର ଅନୁଭୂତି ହେଲା, ମୁଁ ସେଇଠାରୁ ଯୋଉ ଶଙ୍ଖଟାକୁ ଧରିକି ଠିଆ ହେଇଛନ୍ତି ଜଗନ୍ନାଥ, ସେଇ ଚିହ୍ନଟାକୁ ଆଣିକିରି ଆମ ଦଳରେ ଦେଇଥିଲି। ଜଗନ୍ନାଥକୁ ଅନେଇ କେହି କହିପାରିବେନି, ମୁଁ କହିପାରିବି ଜଗନ୍ନାଥକୁ ଅନେଇକିରି ସେ ଚିହ୍ନ କେମିତି ଗୋଟେ ସିଏ ଗୋଟେ ସ୍ୱପ୍ନାଦେଶ ମିଳିଲା। ତାପରେ ଏଇଟା ଯୋଉଟା ମୁଁ ଦଣ୍ଡଟା ଧରିଛି, ସେଟା ଆପଣ ଦେଖିବେ ବଳଭଦ୍ର ଧରିଛନ୍ତି ଏଇ ଦଣ୍ଡଟାକୁ। ତେଣୁ ବଳଭଦ୍ରଙ୍କର ଯାହା ଦେହରେ ବଳ ଅଛି ସେ ଭଦ୍ର। ତେଣୁ ସେ ବଳଭଦ୍ରଙ୍କର ଗୋଟେ ଅନନ୍ୟ ଉପହାର ହେଲା ଆମ ପାଇଁ। ଆମେ ସବୁ କିଛି ଭଦ୍ର ଲୋକ ଦଳ ତିଆରି କଲା ବେଳେ ଥିଲୁ, କାମ କରୁଥିଲୁ, କର୍ମୀ ଭାବରେ କରୁଥିଲୁ। ଆମର ଅହମିକା ନଥିଲା କି ଅହଙ୍କାର ନଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁମାନେ ଦଳ ଗଢି ନଥିଲେ, ଆମ ପାଖରେ ଅତ୍ୟାଚାର ମାନସିକ, ଯେଉଁମାନେ ବାହାରୁ ଆସିକି ନିଜ ଘର ବୋଲି ଏଟାକୁ ମାଡି ବସିଲେ, ସେଇମାନଙ୍କ ଯୋଉ ଏତେ ବିଭ୍ରାଟ ହେଇଗଲା ଦଳ ଦେବେ, ତାର କିଛି ଆଉ ସୀମା ନାହିଁ, କହିବାର ଆବଶ୍ୟକ ବି ନାହିଁ। ଜଗନ୍ନାଥଙ୍କ ଉପରେ କିଛି କବିତା ବା ଗୀତ ଆପଣଙ୍କର ମନେ ଅଛି କି, କହିପାରିବେ? ହଁ, କହିପାରିବି। ମୁଁ ତ ନିଜେ ଯେତେବେଳେ ଖୋର୍ଦ୍ଧାରେ ଠିଆ ହେଲି, ମାଟି ତୋର ପୋଡୁଆ, ଧୂଳି ତୋର ବିଭୂତି, ତୋଷେବାରେ ବିତି ଯାଉ ଦିନ ଆଉ ରାତି, ଏଇଠୁ ଆରମ୍ଭ କରିଥିଲି କବିତା। ତାପରେ ସେ କବିତା ଭିତରେ ଅଛି, ଆରେ ଗୋଟେ ଛୋଟ ପିମ୍ପୁଡି ଓ ଉଇର ଯେତେ ଛୋଟ ଆଖି, ତେବେ ବଡ ଆଖି କାହାର? 3 ମାସ ଯିଏ ପହଁରୁଛି ସମୁଦ୍ରରେ ତାହାର ନା, ଶରୀର ତୁଳନାରେ ଆଖି ବହୁତ ଛୋଟ। ଆରେ ଜଙ୍ଗଲରେ ରହୁଥିବା ଏତେ ବଡ ହାତୀର ଶରୀର ତୁଳନାରେ ତାର ଆଖି କଣ ଏତେ ଛୋଟ? ସେଇଭଳିଆ ପୃଥିବୀରେ ମଣିଷ, ଜଙ୍ଗଲ ବା ଅରଣ୍ୟରେ ପଶୁ ପକ୍ଷୀ ଯେତେ ସବୁ ଅଛନ୍ତି, ସମସ୍ତଙ୍କ ଆଖି ଛୋଟ। ପୃଥିବୀରେ ଗୋଟାଏ ଦେବତା, ସେ ହେଲା ଓଡିଆର ଦେବତା, ବିଶ୍ୱ ବ୍ରହ୍ମାଣ୍ଡର ଜଗତରନାଥ ଜଗନ୍ନାଥ, ଯାହାର ଆଖି ଚକାଡୋଳା ଏତେ ବଡ ବଡ ଯେ ତାଠୁ ବଡ ଆଖି ପୃଥିବୀରେ କାହାର ନାହିଁ। ସେ ଦେଖୁଛି ଏ ସମଗ୍ର ବିଶ୍ୱରେ ତ ହେଲା କରୋନା ଯେ କେତେ ଲୋକ ମରିଗଲେ, ଓଡିଶାରେ କାହିଁକି ଏତେ କମ ଲୋକ ମଲେ? କେବଳ ଜଗନ୍ନାଥଙ୍କ ପାଇଁ ଏବଂ ପଖାଳ ଭାତ ଖାଉଥିବା ଓଡିଆ ମାନଙ୍କର ଶକ୍ତି ପାଇଁ। ଦେହରେ ଅପୂର୍ବ ବଳ, ତେଣୁ ସେମାନେ ଭଦ୍ର। ତାର ଦେବତା ହେଲା ବଳଭଦ୍ର, କୃଷିର ଦେବତା। ଉଗ୍ର ସଭ୍ୟତା ଆସିଛି, ଆଜି ନୁହେଁ, ନୂଆ ନୁହେଁ। ସେଇ କୃଷି ଦେବତା, କୃଷକକୁ ସମ୍ମାନ ଦଉଛି ବର୍ତ୍ତମାନ ବିଜେପି ଦଳ। ଏବଂ ସେଇ ଦୃଷ୍ଟିକୋଣରୁ ଆମ ଦଳ ବି ସମ୍ମାନ ସେତେବେଳେ ଆମେ ଥିଲାବେଳେ ଦେଲା, କାମ କିଛି କଲା ନାହିଁ। ଏଇଭଳି ବହୁତ କଥା ଅଛି କହିବା ପାଇଁ, ମୁଁ ସେ କଥା କହୁନାହିଁ। ତେଣୁ ଜଗନ୍ନାଥ ଉପରେ କହିଲେ, ତମ ରଙ୍ଗ କଳା, ଭାରତୀୟ ଲୋକମାନଙ୍କର ରଙ୍ଗ କଳା ଏବଂ ଆଫ୍ରିକାନ ଲୋକମାନଙ୍କର ରଙ୍ଗ କଳା। ଏବଂ ହେ ବଳଭଦ୍ର, ତମେ ହେଲ ସେଇ ଧଳା କଲର ଧଳା ରଙ୍ଗର, ଗୋରା ମାନଙ୍କର ରଙ୍ଗ ହେଲା ସେଇଭଳି ଧଳା। ଏବଂ ହେ ମା ସୁଭଦ୍ରା, ତମେ ହେଲ ହଳଦିଆ ରଙ୍ଗର, ହଳଦୀ ବର୍ଣ୍ଣା ସୁଭଦ୍ରା, ସୁଅର୍ଥ ଉତ୍ତମା ଯିଏ ଭଦ୍ରା। ତେଣୁ ଓଡିଆ ଜାତି, ଓଡିଆ ମା ମାନେ ସବୁଠୁ ଭଦ୍ରା ପୃଥିବୀରେ। ଏଭଳି ଏକ ଜାତି ଆଉ ଦୁର୍ଲଭ, ତାର ଦେବତା ହେଲା ଜଗତରନାଥ ଜଗନ୍ନାଥ। ଜଗନ୍ନାଥଙ୍କ ଉପରେ ଗୋଟେ ଇଂରାଜୀର କାବ୍ୟ ଲେଖିଛି, ଜଗନ୍ନାଥଙ୍କ ଉପରେ ବହୁତ ବହି ବାହାରିଛି। ଏବେ ଗୋଟେ ମୋର 500 ପୃଷ୍ଠାର ବହି ଆପଣ ପଢିଲେ ବିସ୍ମିତ ହେବେ, ମୁଁ ଉପହାର ଦେବି ତମକୁ। ତେଣୁ
ସାରା ଜଗତର ନାଥ ବିଶ୍ୱ ବ୍ରହ୍ମାଣ୍ଡର ଯେଉଁ ଦେବତା କୋଉ ଜାତିର ନାହିଁ ତାହା ଆମରି ପୁରୀ ଆମରି ଓଡ଼ିଶା ଓରୁ ଉତ୍କର୍ଷ ଓରୁ ଉତ୍କଳ ଓରୁ ଯୋଉ ଦେବତା ଅଛି ଓଙ୍କାର ସେଇ ଓଙ୍କାର ନାଦର ସେପ୍ଟା ହଉଛି ଶଙ୍ଖ ନାଦର ସେପ୍ ଭଳିଆ। ଶଙ୍ଖ ଗୋଟାଏ ଅସ୍ଥି ଦେଉଳ ଭିତରକୁ ଯାଏ କାହିଁକି? ଏଇଥିପାଇଁ ତାକୁ ଫୁଙ୍କି ଦେଲେ ସେ ଜୀବନ୍ୟାସ ପାଇଯାଏ, ତାକୁ ନାଦ ବ୍ରହ୍ମ କହନ୍ତି। ସେଇ ପବିତ୍ର ଶଙ୍ଖକୁ ଧରି ଜଗନ୍ନାଥ ଠିଆ ହେଇଛନ୍ତି ଯାଇକି ଦେଖ ପୂର୍ଣ୍ଣ ଭାବକୁ ଖୋର୍ଦ୍ଧାର ପାଟନାରେ ସେଇ ରଥଯାତ୍ରାକୁ ମୁଁ ଯାଉଛି ଛେରା ପହଁରା କରିବାକୁ। 45 ବର୍ଷ ଧରି ଛେରା ପହଁରା କରୁଛି, କେବେ ଅଘଟଣା ଦୁର୍ଘଟଣା କିଛି ସେ ଘଟି ନାହିଁ। ଆନନ୍ଦରେ ଆରାମରେ ଲୋକମାନେ ଦେଖୁଛନ୍ତି। ହଜାର ହଜାର ଲୋକଙ୍କ ଭିତରେ ଠାକୁର ଯେଉଁଭଳି ଯାତ୍ରା କରୁଛନ୍ତି ଦେଖିବାକୁ ଏଇ ବଡ଼ଦାଣ୍ଡରେ ପୁରୀ ପରେ ଆପଣ ଦେଖନ୍ତୁ, ଦେଖିଲା ପରେ ଅନୁଭବ କଲା ପରେ ମୋ କଥା ମନେ ପକେଇବେ। ଜଗତରନାଥ ଜଗନ୍ନାଥ ଉପରେ କଥା କହିଲେ ଯାହା ସରେ ନାହିଁ ଏବଂ ସେଇ ଅନନ୍ତ ବ୍ରହ୍ମ କୋଟି ବ୍ରହ୍ମାଣ୍ଡର ସୁନ୍ଦରୀ ଏବଂ ସୁନ୍ଦର ମାନେ ଯୋଉଠି ଥାନ୍ତି ତା ନାଁ ଭୁବନେଶ୍ୱର। ଭୁବନ ସାରା ଭୁବନର ଈଶ୍ୱର ଯୋଉଠି ଥାନ୍ତି ସେ ହେଲା ଭୁବନେଶ୍ୱର। ସାରା ଭୁବନର ଈଶ୍ୱରୀ ଯୋଉଠି ଥାନ୍ତି ତା ନାଁ ହେଲା ଭୁବନେଶ୍ୱରୀ। ଜଗନ୍ନାଥ ସେଇଭଳି ପୃଥିବୀରେ ସବୁ ଦେବତା ସହିତ ତାଙ୍କୁ ତୁଳନା କରାଯାଇ ପାରିବ ନାହିଁ। ସେ ଅନନ୍ୟ ଅସାଧାରଣ ଏବଂ ତାଙ୍କଠାରୁ ଦେବତା ଯିଏ ଜ୍ୱର ହୁଏ ଯାହାକୁ ଆପଣ ଦେଖିବେ ସେ ଜ୍ୱରର ଯୋଉ ଜିଅନ୍ତି ଠାକୁର ଖାଆନ୍ତି ଦଶମୂଳ ସେ ପାଚନ ତାକୁ ଖାଇଲା ପରେ ଜ୍ୱର ଛାଡ଼ିଯାଏ, ପୁଣି ସେଇ ଜଗା ରଥ ଉପରକୁ ଯାଆନ୍ତି। ତେଣୁ ଏକମାତ୍ର ଦେବତା ଯାହାର ରଥ ସେଇ ତିନି ରଥ ସେଇ ତାଳଧ୍ୱଜ ସେଇ ଯେତେ ନାଁ ସବୁ ଅଛି ତାକୁ ବ୍ୟାଖ୍ୟା କରିବା ପାଇଁ ମୋର ବେଳ ନାହିଁ। ଜଗନ୍ନାଥଙ୍କ ଉପରେ ବୁଲି ବୁଲି ସାରା ପୃଥିବୀରେ ଭାଷଣ ଦେଇଛି, କୋଉଠି ଛାଡ଼ି ନାହିଁ କୋଉ ସଭାରେ। ସେ ସ୍ୱାଭାବିକ ଭାବରେ ଜ କହିଲେ ଜ୍ୟୋତିର୍ମୟ, ଜ କହିଦେଲେ ଜଗତ, ଜ କହିଦେଲେ ଜନନୀ ଆମ ବୋଉ ମା ଯିଏ ଆମକୁ ଜନ୍ମ କରିଛି ଏବଂ ସେଇ ଜ କହିଦେଲେ ଜର ସେ ଓଲଟେଇଲେ ରଜ ହେଇଯାଏ। ସେ ପର୍ବ ପୃଥିବୀରେ ଗୋଟାଏ ଜାତିର ଓଡ଼ିଆ ଜାତିର ଅଛି। ଏବଂ ଜ ପରେ ଯେତେବେଳେ ଆସିଯାଏ ଗ ଗ ଅର୍ଥ ଜ୍ଞାନ, ଗ ଅର୍ଥ ଗର୍ଭ ଗଞ୍ଜନ, ଗ ଅର୍ଥ ଗଛ, ଗଛର 6ଟା ଋତୁ କେବଳ ଗୋଟାଏ ଜାତିର ଥାଏ ଦେଖି ହୁଏ। ବର୍ତ୍ତମାନ ପୃଥିବୀରେ 6ଟା ଋତୁ ଅଛି, ଅନ୍ୟଠି ଅନୁଭବ କରି ହେଉନାହିଁ, କେବଳ ପୁରୀରେ ଅନୁଭବ କରିବେ, ଓଡ଼ିଶାରେ ଆପଣମାନେ ଅନୁଭବ କରିବେ। ସେ ଓରୁ ଓଡ଼ିଶା ଭିତରେ ଗ ଯେତେବେଳେ ଆସିଗଲା 9 ତାପରେ ଆସିବ ତାହା ଏଇ ଯୋଉ ନିର୍ଗୁଣ ନିରାକାର ନିରାମୟ ପରମ ବ୍ରହ୍ମ ନିରାକାର ପରମ ବ୍ରହ୍ମ ଭିତରେ ସେଇ ନୈବେଦ୍ୟର ସେଇ ଠାକୁର ନିର୍ମାଲ୍ୟର ସେଇ ଠାକୁର ତା ସହିତ ଥଟା ଲାଗିଯାଏ। ଥ ଧୈର୍ଯ୍ୟ ଗୋଟାଏ ଜାତିର ଏଭଳି ଧୈର୍ଯ୍ୟ ଥିଲା ବୋଲି ସେ ଏତେ ବଡ଼ ଅଶୋକ ଏଠି ଆସି ଯୁଦ୍ଧ କଲେ। ଏତେ ବଡ଼ ଥିଲା ବୋଲି ଦୟା ନଦୀର ତା ରକ୍ତ ନଦୀରେ ରୂପାନ୍ତରିତ ହେଇଯାଇଥିଲା। ଏତେ ଓଡ଼ିଆ ଥିଲେ ବୋଲି ଶତ ପାଇକର ଜାତି ଶ୍ରେଷ୍ଠ ଜାତି। ଏମିତି ଭାରତ ବର୍ଷରେ ଏତେ ଲୋକ କେବେ ମରିନାହାନ୍ତି। କମ୍ବିଂ ଅପରେସନରେ କେତେ ଲୋକ ମରିଛନ୍ତି ତାର ହିସାବ ବି ନାହିଁ। ମୁଁ ତାକୁ ପଢିଛି ଟଏନ୍ ବିକୁ, ପଢିଛି ହଣ୍ଟରକୁ, ବହୁ ବହି ପଢିଥିଲି, ସବୁଥିରେ ଜାଣିଛି ଶ୍ରେଷ୍ଠ ଜାତିର ଶ୍ରେଷ୍ଠ ଓଡ଼ିଶାର ଶ୍ରେଷ୍ଠ ଓଡ଼ିଆର ଓଙ୍କାର ଧ୍ୱନି ପ୍ରକମ୍ପିତ କରେ ଅବନୀ ଏବଂ ସେ ହଉଛି ଅନନ୍ତ ଖଣ୍ଡର ଶବ୍ଦ ଭିତରେ ଶବ୍ଦ ହେଉଛି ବ୍ରହ୍ମା। ଶବ୍ଦ ସେଇ ରିଚୁ ଅକ୍ଷରେ ଦ୍ୟାଟ୍ ଇଜ ଅକ୍ଷର ଅକ୍ଷର ନାହିଁ, ସେ ହେଉଛି ପରମ ବ୍ରହ୍ମ। ସେ ହେଉଛି ଦେବତା ଯୋଉଠି ବ୍ରାହ୍ମଣ ମାନେ ପୂଜା କଲା ବେଳେ ଅନନ୍ତ ଆକାଶରୁ ମନ୍ତ୍ର ପାଠ କରି ବେଦ ପାଠ କରି ଗୀତା ପାଠ କରି ଅନନ୍ତ ଆକାଶରୁ ସୂର୍ଯ୍ୟ ଦେବତାକୁ ବ୍ରହ୍ମକୁଣ୍ଡ ଅର୍ଥ ଯେତେ ସବୁ ହୁଏ ଆପଣଙ୍କ ଯଜ୍ଞ ତାରି ଉପରକୁ ସୂର୍ଯ୍ୟ ଦେବତାକୁ ଓହ୍ଲେଇ ଆଣିଥାନ୍ତି। ତେଣୁ ସେଇ ମହାନ ଜାତିରେ ସର୍ବଜାତି ସର୍ବବର୍ଣ୍ଣର ଅପୂର୍ବ ସମନ୍ୱୟର ପୃଥିବୀରେ ଗୋଟାଏ ସେଇ ସ୍ପଷ୍ଟ ଓଡ଼ିଆ ଯିଏ ଆଜି ପର୍ଯ୍ୟନ୍ତ ଉପେନ୍ଦ୍ର ଭଞ୍ଜଙ୍କର କବିତା ଅନୁଦିତ ହେଇପାରିଲା ନାହିଁ। ଏଡ଼େ ଇଂରେଜ ଜାତି କହୁଛି, ଏଡ଼େ ବଡ଼ ବଡ଼ି କହୁଛି ଫିରିଙ୍ଗ ବାଲା ଶବ୍ଦ ହଉଛି ମାତ୍ର 20,000 ଶବ୍ଦକୁ ନେଇକିରି ତାଙ୍କର ଶବ୍ଦ କୌଶଳ ନିର୍ମିତ ହେଇଛି ବା ତିଆରି ହେଇଛି। ସେ ଏବେ ବି ଆମକୁ ସେଥିରେ ରାଜତ୍ୱ କରୁଛନ୍ତି ସେଇ 20,000 ଶବ୍ଦକୁ ନେଇକିରି ତାହା ନିଜସ୍ୱ ରୁହେ। କିନ୍ତୁ ଓଡ଼ିଶାରେ ହ୍ୟାଲୋ ବାବା ଆପଣ କଣ ଖୋର୍ଦ୍ଧାରୁ ଶଙ୍ଖ ଆଣିକିରି ନବୀନ ପଟ୍ଟନାୟକ କହିଥିଲେ ଶଙ୍ଖ ଚିହ୍ନରେ କରିବା ପାଇଁ ପାର୍ଟି କି? ଗୋଟେ ନବୀନ ନଥିଲା ଆଉ ମୁଁ କିନ୍ତୁ ତାଙ୍କୁ କହିଥାନ୍ତି ଆମେ କରିଥିଲୁ ଠାକୁର ନିଜେ କରିଦେଲେ ଆମେ କିଏ? ଆମେ ଟିକେ ଭକ୍ତ ଶଙ୍କର ଅଛି ଆସୁନାହାନ୍ତି ଦେଖେଇଦେବି। ଏଇ ଜାଗୁଳି ପଟ୍ଟନାୟକ ନେଇଥିଲି ଦେଖିବେ ଆପଣ ଜଗନ୍ନାଥ ଧରିଛନ୍ତି ପୁରା ଶଙ୍କର।
ପ୍ରମାଣ ତ ଅଛି, ଆଉ ମୁଁ ଆଉ କଣ ପ୍ରମାଣ ଦେବି? ଠାକୁର ନିଜେ ହିଁ ପ୍ରମାଣ ସେ ତ ପ୍ରତିପଦ ଆପଣ ହବ ନା। ଶଙ୍ଖ ଚିହ୍ନ କରିବା ପାଇଁ ବିଜେଡିର ପ୍ରସ୍ତାବ ଦେଇଥିଲେ? ହଁ ମୁଁ ପ୍ରସ୍ତାବ ଦେଇଛି। ପଚାରୁନାହାନ୍ତି ଏୟୁକୁ, ପଚାରୁନାହାନ୍ତି ଦିଲ୍ଲୀପ ରାୟଙ୍କୁ, ପଚାରୁନାହାନ୍ତି ପ୍ରସନ୍ନ ଆଚାର୍ଯ୍ୟକୁ। ଏଇ 4 ଜଣ ପ୍ରଥମେ ମତେ ନେଇକି ଦଳ ଆରମ୍ଭ କରିଥିଲେ, ତାପରେ ଅନ୍ୟମାନେ ଆସିଲେ। ଅନ୍ୟମାନଙ୍କ ନାଁ ଯୋଉମାନେ କହୁଛନ୍ତି ସେଟା ଜଗନ୍ନାଥଙ୍କୁ ନେଇ କହୁନାହାନ୍ତି, ମୁଁ ଯେମିତି କହୁଛି। ଆରେ ଧର୍ମରେ ଅଛୁ, ଧର୍ମ ମରମକୁ ଧର, କ୍ୟାଚ୍ ୟୋର ଇନର ଫିଲିଂ ଇଜ ଦ ଗ୍ରେଟେଷ୍ଟ ରିଲିଜିଅନ ଅଫ ଓଡିଆ ରିଲିଜିଅନ। ତେଣୁ ତା ଉପରେ ଇଂରେଜ ଶବ୍ଦ ହଉଛି 20,000, ଓଡିଆ ଜାତିର ଶବ୍ଦ ହଉଛି 5 କେତେ ଲକ୍ଷ କହୁଛି। ଓଡିଆ ଜାତିର ଶବ୍ଦ ହଉଛି, ହିନ୍ଦୀର ହଉଛି 2.5 ଲକ୍ଷ, ଆମର 3 ଲକ୍ଷରୁ ଅଧିକ ଶବ୍ଦ ଭଣ୍ଡାର। ସେଇ ଶବ୍ଦ ହଉଛି ବ୍ରହ୍ମ, ସେ ବ୍ରହ୍ମରୁ ବ୍ରହ୍ମାଣ୍ଡ, ସେଇ ବ୍ରହ୍ମାଣ୍ଡ ଠାକୁର ଉପରେ ପ୍ରସନ୍ନ ପାଠଶାଳୀ ମୂର୍ଖ ଗୋଟେ ଲେଖିଛି ବହି, ସେଇଟାକୁ ଦେବି। ତମେ ବନ୍ଧୁ ପଢିଲେ ଜାଣିପାରିବ ଠିକ କହୁଛି ନା ଭୁଲ କହୁଛି।